ପିଲାମାନେ ଆଜି ଆମେ ପଢ଼ିବା ଆମ ସପ୍ତମ ଶ୍ରେଣୀ ସାହିତ୍ୟ ବହିରେ ଏକ ସୁନ୍ଦର ବିଷୟ ସଡ଼କ ନିରାପତ୍ତା। ବୁଝିହେଲା ତ? ଆମେ ରାସ୍ତାରେ ଗଲାବେଳେ ଗାଡ଼ିରେ ହଉ, ଚାଲି ଚାଲି ହଉ, ସାଇକେଲରେ ହଉ କିମ୍ବା ଚାରିଚକିଆ ଗାଡ଼ିରେ ମଧ୍ୟ ହଉ, ଆମେ କ'ଣ ଦୃଷ୍ଟି ରଖିବା, ନିରାପତ୍ତା ଭାବରେ କେମିତି ଆମେ ଯିବା। ବୁଝୁଛୁ ତ? ଏହାକୁ ଲେଖିଛନ୍ତି ଡକ୍ଟର ଲିଙ୍ଗରାଜ ରଥ। ଆଗ ଆମେ ଲେଖକଙ୍କ ପରିଚୟ ଜାଣିଦେବା। ପିଲାମାନେ, ଡକ୍ଟର ଲିଙ୍ଗରାଜ ରଥ 1957 ମସିହା ଫେବୃଆରୀ 2 ତାରିଖରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଦ୍ୱାରା ଲିଖିତ କେତେଗୁଡ଼ିଏ ନିବନ୍ଧ, କବିତା ସଂକଳନ, ଗୀତି କବିତା ରହିଛି ହେଲା, ଯେମିତି ଗପ ପେଡ଼ି, ଭାରତ ମୋର ଦେଶ, ମନଛୁଆ ଗପ, ତୁମେ ହିଁ ହସିଲେ ଜଗତ ହସିବ ବା ଗଢ଼ିବା ନୂଆ ରାଇଜ। ଏସବୁ ଅନେକ ପୁରସ୍କାର ମଧ୍ୟ ପାଇଥିଲେ। ଡକ୍ଟର ରଥ ଓଡ଼ିଶା ଶିଶୁ ଲେଖକ ଏକାଡେମୀ ଦ୍ୱାରା ଶିଶୁ ସାହିତ୍ୟ ରଚନା ପାଇଁ ସମ୍ମାନିତ। ଉକ୍ତ ପ୍ରବନ୍ଧରେ ପ୍ରାବନ୍ଧିକ ସଡ଼କ ସୁରକ୍ଷା, ଦୁର୍ଘଟଣାର କାରଣ, ଟ୍ରାଫିକ୍ ନିୟମ, ଯାତାୟାତ ଜନିତ ସତର୍କତା ସମ୍ପର୍କରେ ଆଲୋଚନା କରିଛନ୍ତି। ତାହେଲେ ପଢ଼ିବା ଏହି ସୁନ୍ଦର ବିଷୟକୁ ଆମେ। ପିଲାମାନେ, ଚାଲିବା ବୁଲିବା ବିନା ସ୍ୱାଭାବିକ ଜୀବନଯାତ୍ରା ସମ୍ଭବ ନୁହେଁ। କାରଣ ଆମେ ଗୋଟେ ଜାଗାରେ ପିଲାମାନେ ବସିକି ରହିପାରିବା ନାହିଁ। ଆମେ ଯୁଆଡ଼େ ହେଲେ ଯିବା। ଏହି କାର୍ଯ୍ୟ ପାଇଁ ପାଦରେ ଚାଲିବା ସହିତ ଯାନବାହନ ମଧ୍ୟ ବ୍ୟବହାର ହୋଇଥାଏ। ପାଖକୁ ଗଲେ ପାଦରେ ଯିବା, ଦୂରକୁ ଗଲେ ଯାନବାହନ ବ୍ୟବହାର କରିବା। ଯାନବାହନ ମଧ୍ୟରେ ସାଇକେଲ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଦୁଇ ଚକିଆ ଯାନ ଯଥା ସ୍କୁଟି, ଲୁନା, ସ୍କୁଟର, ମୋଟର ସାଇକେଲ ଓ ସାଇକେଲ ଆଦି ବହୁ ପ୍ରକାର ଯାନ ବ୍ୟବହାର କରାଯାଏ। ଏହାଛଡ଼ା ଜିପ୍, କାର୍, ଟ୍ରାକ୍ଟର ଆଦି ଚାରିଚକିଆ ଓ ଅଟୋ ରିକ୍ସା ପରି 3 ଚକିଆ ଯାନ ମଧ୍ୟ ଆମେ ବ୍ୟବହୃତ କରୁ। ହଁ କି ନାହିଁ ପିଲାମାନେ? ପୁଣି ଲୋକମାନଙ୍କ ସୁବିଧା ପାଇଁ ବସ୍ ଭଳି ବଡ଼ ଯାନ ଓ ଜିନିଷପତ୍ର ପରିବହନ ପାଇଁ ମିନି ଟ୍ରକ୍ ଓ ବଡ଼ ଟ୍ରକ୍ ମଧ୍ୟ ପାଇଁ କାର୍ଯ୍ୟରେ ଲାଗେ। ପିଲାମାନେ, ଆମେ ଜାଣିଲେ, ବୁଝିଲା ତ? ଆମେ ଯଦି ଆମର ଗୋଟେ ଗାଡ଼ିଟେ ନାହିଁ, ତାହେଲେ ଆମେ ବସ୍ର ବ୍ୟବହାର କରିବା ଏବଂ ଜିନିଷପତ୍ର ପରିବହନ ପାଇଁ ଛୋଟ ଟ୍ରକ୍ ହେଉ କି ବଡ଼ ଟ୍ରକ୍ ବ୍ୟବହାରରେ ଲାଗୁଛି। ଏବଂ ପାଦଚଲା ପଥିକଙ୍କ ସହିତ ଏ ସମସ୍ତ ପ୍ରକାର ଯାନରେ ମଣିଷ ସଡ଼କରେ ଯିବା ଆସିବା କରନ୍ତି। ସମସ୍ତେ କିପରି ଦୁର୍ଘଟଣାର ସମ୍ମୁଖୀନ ନ ହୋଇ ନିରାପଦରେ ସଡ଼କ ଉପରେ ଯାତାୟାତ କରିବେ, ତାହା ହିଁ ସଡ଼କ ସତର୍କତାର ଏଠି ମୁଖ୍ୟ ବିଷୟ। ପ୍ରଶ୍ନ ଉଠିପାରେ ପିଲାମାନେ, ଏଠି ଅନ୍ୟାନ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ବିଷୟ ଥାଉ ସଡ଼କ ସତର୍କତା ସମ୍ବନ୍ଧରେ ଆମେ ସଚେତନ ହେବା କାହିଁକି? ପିଲାମାନେ, କେତେ ପ୍ରକାର ବିଷୟ ଅଛି। ଆମେ ସଡ଼କ ସଚେତନ ଭାବରେ କାହିଁକି ପିଲାମାନେ ସଚେତନତା ହେବା? ଏହାର କାରଣ ହେଉଛି ଓଡ଼ିଶା ବା ଭାରତର ସମସ୍ୟା ନୁହେଁ, ସମଗ୍ର ବିଶ୍ୱର ଏହା ପ୍ରମୁଖ ସମସ୍ୟା। ପରିସଂଖ୍ୟାନରୁ ଜଣାଯାଏ, ଜଣାଯାଇଛି କ'ଣ? ସମଗ୍ର ପୃଥିବୀରେ ସଡ଼କ ଦୁର୍ଘଟଣାରେ ପ୍ରତିବର୍ଷ ପ୍ରାୟ 12 ଲକ୍ଷ ପ୍ରାଣ ହରାଉଛନ୍ତି। ବୁଝିହେଲା ତ? ପରିସଂଖ୍ୟାନ ମାନେ ଆମର କ'ଣ? ଆମର ବିଭିନ୍ନ ପ୍ରକାର ସଂସ୍ଥା ହେଲା ଦେଖିଛି ଯେ ଭାରତରେ ହେଉ ବିଶ୍ୱରେ ହେଉ ପ୍ରତିବର୍ଷ 12 ଲକ୍ଷ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଥିବା ବେଳେ ଆହୁରି ପ୍ରାୟ 5 କୋଟି ଲୋକ ଆହତ କିମ୍ବା ବିକଳାଙ୍ଗ ହୋଇଥାନ୍ତି। ଭାରତରେ ମଧ୍ୟ ପ୍ରତିବର୍ଷ ଏହି ସଂଖ୍ୟା ସର୍ବାଧିକ। ଜୀବନହାନି ସହ ଆର୍ଥିକ ଦୃଷ୍ଟିକୋଣରୁ ମଧ୍ୟ ସଡ଼କ ଦୁର୍ଘଟଣା ଅତ୍ୟନ୍ତ କ୍ଷତିକାରକ। ବହୁତ ପଇସା ମଧ୍ୟ ଏଥିରେ ଖର୍ଚ୍ଚ ହୁଏ। ସଡ଼କ ଦୁର୍ଘଟଣା ଯୋଗୁଁ ବିଶ୍ୱର ବିଭିନ୍ନ ଦେଶରେ ମୋଟ ଜାତୀୟ ଉତ୍ପାଦର ପ୍ରାୟ 40% ନଷ୍ଟ ହୋଇଯାଏ। ବୁଝିଲା ତ? ପିଲାମାନେ, ଆମର ଯେତିକି ମୋଟ ଜାତୀୟ ଉତ୍ପାଦ ତାର 40% ସଡ଼କ ଦୁର୍ଘଟଣାରେ ନଷ୍ଟ ହୋଇଯାଉଛି। ସଡ଼କ ନିରାପତ୍ତା ପାଇଁ ସତର୍କତା ଅବଲମ୍ବନ କଲେ ଏହି ହାରକୁ ଅନେକାଂଶରେ ଏଡ଼ାଇ ଦିଆଯାଇପାରିବ। ଏହାଦ୍ୱାରା ଉଭୟ ଧନ ଓ ଜୀବନହାନିକୁ ବହୁ ପରିମାଣରେ ହ୍ରାସ କରାଯାଇପାରିବ। ପିଲାମାନଙ୍କୁ ସଡ଼କ ନିରାପତ୍ତା ସମ୍ପର୍କରେ ସଚେତନ କରିବାର ଆବଶ୍ୟକତା ଯଥେଷ୍ଟ ଅଧିକ। ଏଥିପାଇଁ ସେମାନେ ପ୍ରଥମେ ସଡ଼କ ଦୁର୍ଘଟଣା କାରଣ ସମ୍ପର୍କରେ ଜାଣିବା ଆବଶ୍ୟକ। ପିଲାମାନେ, ଆମେ ଯଦି ଜାଣିବା ଏଇଥିପାଇଁ ସଡ଼କ ଦୁର୍ଘଟଣା ହେଉଛି, ତାହେଲେ ଆମେ ସେଇ କାମଟା କରିବାନି ଗାଡ଼ି ଚଳାଇଲା ବେଳେ। ହଁ କି ନାହିଁ ପିଲାମାନେ? ତାହେଲେ ଆମେ ଜାଣିବା ନିହାତି ଦରକାର। ପିଲାମାନେ, ରାସ୍ତାଟି ଫାଙ୍କା ଥିଲାବେଳେ ହଠାତ୍ ଯେକୌଣସି ଦିଗରୁ ଗାଡ଼ିଟିଏ ଚାଲି ଆସିଯାଇପାରେ, ଏକଥା ବୁଝି ହୁଏ ନାହିଁ। କିନ୍ତୁ କେଉଁ ସ୍ଥାନରେ କିଭଳି ଭାବରେ ରାସ୍ତା ପାରି ହେବାକୁ ହୁଏ ତାହା ଜାଣିନଥିଲେ ଦୁର୍ଘଟଣା ଘଟିବାର ଆଶଙ୍କା ଥାଏ। ପିଲାମାନେ, ରାସ୍ତା ଖାଲି ଥିଲେ ଆମେ ସଡ଼କ ଦୁର୍ଘଟଣା କ'ଣ ଜାଣିନଥାନ୍ତେ, ଆମେ ଥିରିକି ଯାଇଥାନ୍ତେ। କିନ୍ତୁ ଯେତେବେଳେ ଗୋଟିଏ ପଟରୁ ଅନ୍ୟ ପଟକୁ ପାରି ହେଉଛେ, ଆମେ ଦୁର୍ଘଟଣା ଘଟିବାର ଆଶଙ୍କା ଏଠି ଥାଏ।
ଚାଲୁଥିବା ସ୍ଥାନ ଆଡ଼କୁ ଯଦି ଅନ୍ୟ କୌଣସି ଦିଗରୁ ଗାଡ଼ିଟି ଆସେ ତେବେ ସାଧାରଣତଃ ଘାବରାଇ ଯାଇ ଏପଟ ସେପଟ ହୋଇଯାଆନ୍ତି। ତେଣୁ ଅନ୍ୟ ସବୁ ବିଷୟ ପ୍ରତି ସତର୍କ ହେବା ପରି ସଡ଼କ ନିରାପତ୍ତା ସହ ଏହିସବୁ ଦୀର୍ଘ ସମ୍ପର୍କରେ ମଧ୍ୟ ସମସ୍ତେ ସଚେତନ ହେବା ଦରକାର। ନିମ୍ନଲିଖିତ ବିଷୟ ଗୁଡ଼ିକ ଉପରେ ଦୃଷ୍ଟି ଦେଲେ ସଡ଼କ ଉପରେ ସୁରୁଖୁରୁରେ ଚାଲିବା ସହିତ ଦୁର୍ଘଟଣାକୁ ଅନେକାଂଶରେ ଆମେ ଏଡ଼େଇ ଦେଇପାରିବା। ପିଲାମାନେ, ନଗରମାନଙ୍କରେ ରାସ୍ତାର ଉଭୟ ପାର୍ଶ୍ୱରେ ପାଦ ଚଲା ରାସ୍ତା ଥାଏ। ହେଲା, ସହରମାନଙ୍କରେ ବହୁତ ଗାଡ଼ି, ବୁଝିବ ତ, କାରଣ ଏଠି ବହୁତ ଲୋକ ବାସ କରନ୍ତି। ତେଣୁ ଏଠି କ'ଣ ପାଦ ଚଲା ରାସ୍ତା ସାଇଡ଼୍ରେ ଥାଏ। ରାସ୍ତାକୁ ମାଡ଼ି ନ ଯାଇ ସେଥିରେ ଚାଲିବା ସବୁଠାରୁ ନିରାପଦ। ହେଲା, ସବୁବେଳେ କ'ଣ ପାଦ ଚଲା ରାସ୍ତାରେ ଚାଲିବ ନିରାପଦ, ରାସ୍ତାକୁ ଆମେ ଯିବାନି। ରାସ୍ତାରେ ଚାଲିଲା ବେଳେ ସତର୍କ ହୋଇ ଚାଲିବା ଦରକାର। ଅନ୍ୟମନସ୍କ ହୋଇ ଚାଲିବା ଦ୍ୱାରା ଦ୍ରୁତଗାମୀ ଗାଡ଼ି ଯିବା ଆସିବାର ସମ୍ପର୍କରେ ଠିକ୍ ସମୟରେ ଜଣାପଡ଼େ ନାହିଁ। ହେଲା, ଜେବ୍ରା ଦେହରେ ଧଳା ଦାଗ ପରି ସହରମାନଙ୍କର ରାସ୍ତାରେ ଚିହ୍ନ ଦିଆଯାଇଥାଏ। ଏହାକୁ ଜେବ୍ରା କ୍ରସିଂ କୁହାଯାଏ। ବୁଝିହେଲା ତ ପିଲାମାନେ, ଧଳା ଦାଗ ଏମିତି ଥିବ, ହେଲା, ପଡ଼ିଥିବ, ସେଇ ଜେବ୍ରା କ୍ରସିଂରେ ତୁମେ ସବୁବେଳେ ଏପଟ ସେପଟ କ୍ରସ୍ ହେବ। ବଡ଼ ବଡ଼ ସହରମାନଙ୍କରେ ସେଠାରେ ରାସ୍ତାର ଅପର ପାର୍ଶ୍ୱକୁ ଯିବାକୁ ହେଲେ ପ୍ରଥମେ ଡାହାଣକୁ ଦେଖିବ, ତାପରେ ବାମକୁ। ଦୁଇ ପଟୁ ଗାଡ଼ି ଆସୁଥିବ, ହେଲା, ଡାହାଣକୁ ଦେଖିବ, ବାମକୁ ଦେଖିବ, ତାପରେ ଯାଇକି କ୍ରସିଂ ହେବ। ପୁଣି ଥରେ ଡାହାଣକୁ ଦେଖି ଯଦି ଗାଡ଼ି ମଟର ନଥାଏ ତେବେ ରାସ୍ତାର ଗୋଟିଏ ପଟରୁ ଅନ୍ୟ ପଟକୁ ଯିବା ଆବଶ୍ୟକ। ହାତ ଧରାଧରି ହୋଇ ରାସ୍ତାରେ ଚାଲିବା ବା ରାସ୍ତା ପାର ହେବା ଅନୁଚିତ। ବୁଝିହେଲା, ହାତ ଧରାଧରି ହେଇକି ବେଳେ ଯିବନି। ଅତି ଛୋଟ ପିଲାର ହାତ ଧରି ରାସ୍ତା ପାର ହେବା ବାଞ୍ଛନୀୟ। ହେଲା, ବହୁତ ଛୋଟ ପିଲା ବି ସେ ରାସ୍ତା ଠିକ୍ରେ ପାର କରାଇ ପାରିବ ନାହିଁ। ରାସ୍ତା ଉପରେ ଖେଳା ବୁଲା ବା ଦୌଡ଼ା ଦୌଡ଼ି କରିବା ଅନୁଚିତ। ରାସ୍ତା ଉପରେ ଗଲାବେଳେ ଟ୍ରାଫିକ୍ ସଂକେତକୁ ବୁଝି ଯତ୍ନ ସହକାରେ ପାଳନ କରିବା ଉଚିତ। ହେଲା, ଟ୍ରାଫିକ୍ ସଂକେତକୁ ଦେଖିବା, ସେ ଅନୁସାରେ ମଧ୍ୟ ଗାଡ଼ି ଚଲାଇବା। ବିଶେଷତଃ ଲାଲ ବତି ଜଳିଲେ ଅଟକି ଯିବ। ବୁଝିହେଲା, ତେଣୁ ଲାଲ ବତି ଜଳିବ, ମନେ ରଖିଥିବା, ଆମେ ଅଟକି ଯିବା, ଗାଡ଼ି ଅଟକି ଯିବ, ଗାଡ଼ି ଏଠି ରଖିବା। ସବୁଜ ବତି ଜଳିଲେ ରାସ୍ତାରେ ଯିବା କିମ୍ବା ରାସ୍ତା ପାର ହେବା ବିଷୟଟିକୁ ଭଲ ଭାବେ ମନେ ରଖିବା ଉଚିତ। ପିତାମାତାମାନେ ପିଲାମାନଙ୍କୁ ଧରି ରାସ୍ତାରେ ଯିବା ସମୟରେ ନିଜେ ସମସ୍ତ ଟ୍ରାଫିକ୍ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ଉଚିତ ଏବଂ ପିଲାଙ୍କୁ କଥା ପ୍ରସଙ୍ଗରେ ନିୟମ ଗୁଡ଼ିକ ସମ୍ପର୍କରେ କହିବା ଆବଶ୍ୟକ। ଆମେ ଯଦି ପିତାମାତା ହେଇକି ଯଦି କ'ଣ କରିବା, ରାସ୍ତାର ପିଲା କ'ଣ ନିୟମ ମାନିବାନି, ତାହେଲେ ଆମ ପିଲାମାନେ ଯିଏ ପଛରେ ବସିଥିବ ସିଏ ବି ନିୟମ ମାନିବନି। ଆମେ ହୁଏତ 40ରେ ଚଲାଉଥିବା ଗାଡ଼ି, କିନ୍ତୁ ରାସ୍ତାର ନିୟମ ମାନୁନେ, ସିଏ ଗାଡ଼ି 80ରେ ଚଲେଇକି ମଧ୍ୟ ମାନିବନି, କାରଣ ସିଏ ଜାଣିଛି ମୋ ବାପା ମାନୁ ନଥିଲା, ମୁଁ କାହିଁକି ମାନିବି। ବୁଝିବ ତ, ଆମେ ଯଦି ସଚେତନ ହେବା ଆମ ପିଲାଟି ଆମଠୁ ଶିଖିବ। ଆଗରେ ନାଲି ବତି ଜଳିଲା, ଗାଡ଼ି ଏଇଠି ରହିବ, ଗାଡ଼ି ସବୁବେଳେ କ'ଣ 40 ଭିତରେ ରହିବ କି 30 ଭିତରେ ରହିବ। ସ୍ଲୋ ଯିବା, ନିରାପଦରେ ଯିବା, ଘରେ ପହଞ୍ଚିବା। ଜଲ୍ଦି ପହଞ୍ଚିବା ଅପେକ୍ଷା ନିରାପଦରେ ପହଞ୍ଚିବା ଆବଶ୍ୟକ। ହେଲା, ଏମିତି ଜଲ୍ଦି ପହଞ୍ଚିବ ଯେ କେଉଁଦିନ ପହଞ୍ଚିବା ହିଁ ନାହିଁ, ତାହେଲେ ଆମକୁ ପହଞ୍ଚିବା ଦରକାର କି ପହଞ୍ଚିବା ଦରକାର ନାହିଁ, ସେଟା ମୁଣ୍ଡରେ ରଖ। ପିଲାମାନଙ୍କୁ କାର୍ ବା 2 ଚକିଆ ଯାନରେ ନେବା ସମୟରେ ପିତାମାତା ବା ଅଭିଭାବକ କାର୍ର ସିଟ୍ ବେଲ୍ଟ କିମ୍ବା ହେଲମେଟ୍ ବ୍ୟବହାର କରିବା ବାଞ୍ଛନୀୟ। ବୁଝିହେଲା, ତାହେଲେ ପିଲାମାନଙ୍କୁ କାର୍ରେ ନେଲା ବେଳେ ବହୁତ ଛୋଟ ପିଲାମାନେ ମଧ୍ୟ ସିଟ୍ ବେଲ୍ଟ ବ୍ୟବହାର ନ କଲେ ଭଲ। ବୁଝିହେଲା, କିନ୍ତୁ ଛୋଟ ପିଲା ବି ହେଲମେଟ୍ ପିନ୍ଧିବା ଏତେ ଦରକାର ନାହିଁ, ତାକୁ ଆସ୍ତେ କରି ନେବ। ଯେକୌଣସି ଯାନ ଚଳାଇ ରାସ୍ତାରେ ଯିବା ସମୟରେ ମୋବାଇଲ ଫୋନ୍ରେ କଥା ହେବା ଉଚିତ ନୁହେଁ କିମ୍ବା ଇୟରଫୋନ୍ ଲଗାଇ ସଙ୍ଗୀତ ଶୁଣିବା ମଧ୍ୟ ଉଚିତ ନୁହେଁ। ସାଙ୍ଗ ହୋଇ ସାଇକେଲରେ ଯିବା ସମୟରେ କ'ଣ କରିବା, ଆଗ ପଛ ହୋଇ ଯିବା ଉଚିତ। ପାଖକୁ ପାଖ ପରସ୍ପର ମଧ୍ୟରେ କଥା ହୋଇ ରାସ୍ତାକୁ ଅବରୋଧ କରି ମାଡ଼ି ଚାଲିବା ଦ୍ୱାରା ନିଜ ପାଇଁ ବିପଦର କାରଣ ହୋଇଥାଏ ଏବଂ ଅନ୍ୟମାନଙ୍କ ଯିବା ଆସିବାରେ ମଧ୍ୟ ବାଧା ସୃଷ୍ଟି ହୁଏ। ହେଲା, ଗୋଟେ ପରେ ଗୋଟେ ଯିବା। ସାଇକେଲ ଓ ମୋଟର ସାଇକେଲ ବା କାର୍, ଜିପ୍ ଆଦି ଯାନ ରାସ୍ତାକୁ ବାହାର କରିବା ପୂର୍ବରୁ ସେଗୁଡ଼ିକ ଠିକ୍ ଭାବରେ ଚାଲିବା ବ୍ୟବସ୍ଥାରେ ଅଛି କି ନାହିଁ ଦେଖିବ, ବ୍ରେକ୍ ଠିକ୍ରେ କାମ କରୁଛି କି ନାହିଁ ଦେଖିବ। ସେ ସମ୍ପର୍କରେ ନିଶ୍ଚିତ ହେବା ନିହାତି ଆବଶ୍ୟକ। ବିଶେଷ କରି ସେଗୁଡ଼ିକର ବ୍ରେକ୍, ବେଲ୍, ଲାଇଟ୍, ହର୍ନ ଏବଂ ଦର୍ପଣ ଠିକ୍ ଥିଲେ ହିଁ ସେଗୁଡ଼ିକ ରାସ୍ତାରେ ଚଳାଇବା ଉଚିତ। ରାସ୍ତାରେ ଗଲାବେଳେ ପକେଟରେ ନିଜ ନାମ, ଠିକଣା, ଘରର ଫୋନ୍ ନମ୍ବର, ରକ୍ତ ଗ୍ରୁପ୍ ଇତ୍ୟାଦି ତଥ୍ୟ ରହିବା ଆବଶ୍ୟକ। ହେଲା, ଏଇତକ ରହିଲେ ସହଜ ହେବ ଆକ୍ସିଡେଣ୍ଟ ହେଲାବେଳେ। ସଡ଼କ ନିରାପତ୍ତା ଓ ଟ୍ରାଫିକ୍ ସଂକେତ ଗୋଟିଏ ମୁଦ୍ରାର 2 ପାର୍ଶ୍ୱ ଭଳି। ବାସ୍ତବରେ ଟ୍ରାଫିକ୍ ସଂକେତ ଗୁଡ଼ିକ ନୀରବରେ ଯାତାୟାତ ସମ୍ପର୍କୀୟ ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଥାନ୍ତି। ସେଗୁଡ଼ିକୁ ବୁଝି ମନେ ରଖି ଠିକ୍ ଭାବରେ ଅନୁସରଣ କରିବା ସମସ୍ତଙ୍କର କର୍ତ୍ତବ୍ୟ। ଟ୍ରାଫିକ୍ ସଂକେତ ଗୁଡ଼ିକ
ଯେ ଆମ ଧନ ଜୀବନ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଏହା ସମସ୍ତେ ଉପଲବ୍ଧି କରିବା ଆବଶ୍ୟକ। ବୁଝିହେଲା ତ ପିଲାମାନେ? ଟ୍ରାଫିକ୍ ସଂକେତ ଗୁଡ଼ିକ ଯେ ଆମ ଧନ ଜୀବନ ସୁରକ୍ଷା ପାଇଁ ଉଦ୍ଦିଷ୍ଟ ଆମ ଜୀବନ ସେଠି ବଞ୍ଚିବ। ରାସ୍ତାରେ ପାଦରେ କିମ୍ବା ଗାଡ଼ି ମଟରରେ ଗଲାବେଳେ ଦିଆଯାଇଥିବା ସଂକେତକୁ ବୁଝିବା ଆବଶ୍ୟକ। ରାସ୍ତାରେ ଯାଉଥିବା ଲୋକଙ୍କୁ ସବୁ କଥା କହିହେବ ନାହିଁ କି ଲେଖା ହୋଇଥିଲେ କେହି ପଢ଼ିବାକୁ ବେଳ ନାହିଁ, କିନ୍ତୁ ସଂକେତ ଗୁଡ଼ିକ ରାସ୍ତାର ନିୟମକୁ ସ୍ପଷ୍ଟ କରିଥାନ୍ତି। ଯେମିତି ଟ୍ରାଫିକ୍ ଛକର ନାଲି ଆଲୋକ ଅଟକିବା ପାଇଁ, ସବୁଜ ଆଲୋକ ଆଗକୁ ଯିବା ପାଇଁ ସୂଚନା ଦିଏ। ଏହିପରି ଶହ ଶହ ସଂକେତ ରହିଛି ହେଲା। ନାଲି ବତି ଜଳିଲେ ଆମେ ଅଟକି ଯିବା, ସବୁଜ ଜଳିଲେ ଆମେ ସବୁଜ ବତି ଜଳିଲେ ଆମେ ଆଗକୁ ଯିବା। ଗାଁ ଗହଳିରେ ମଧ୍ୟ ଆଜିକାଲି ଭଲ ଭଲ ରାସ୍ତା ହେଲାଣି ଓ ବହୁ ଗାଡ଼ି ମଟର ଚାଲୁଛି। ତେଣୁ ନିଜର ତଥା ଦେଶର ଧନ ଜୀବନ ସୁରକ୍ଷା ପାଇଁ ଆମେ ସଡ଼କ ନିରାପତ୍ତା ସମ୍ବନ୍ଧୀୟ ନିୟମ ଓ ସଂକେତ ଗୁଡ଼ିକ ଜାଣି ସେଗୁଡ଼ିକ ଅଭ୍ୟାସରେ ପରିଣତ କରିବା ନିତ୍ୟାନ୍ତ ଆବଶ୍ୟକ। ଧନ୍ୟବାଦ ପିଲାମାନେ।